ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଜଳିଗଲା ବାବା ବିଶ୍ୱନାଥ କ୍ୟାଣ୍ଟିନ୍। ଜଗତସିଂହପୁର ପୋଷ୍ଟାଲ ଛକ ନିକଟରେ ଥିବା ବିଶ୍ୱନାଥ କ୍ୟାଣ୍ଟିନ୍ରେ ଆଜି ପୂର୍ବାହ୍ନରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏଥିରେ ଦୋକାନ ସହ ସେଠାରେ ଥିବା ସମସ୍ତ ଆସବାବପତ୍ର ଜଳି ଯାଇଛି। ସୌଭାଗ୍ୟବଶତଃ ଦୋକାନ ମାଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଜଗତସିଂହପୁର ଅଗ୍ନିଶମ ଏବଂ ଜଗତସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଦୋକାନ ଭିତରେ ଥିବା ଗୋटे ସିଲିଣ୍ଡର ବିସ୍ଫୋରଣ ହେବା ସହ ଅନ୍ୟ ଗ୍ୟାସ୍ ସିଲିଣ୍ଡରକୁ କର୍ମଚାରୀମାନେ ବାହାର କରିଦେଇଛନ୍ତି। ଏହି ବିସ୍ଫୋରଣରେ ଦୋକାନର ଟିଣ ଛାତ ଉଡ଼ିଯାଇଛି। ଏହା ସହିତ ଦୋକାନ ଭିତରେ ଥିବା ସମସ୍ତ ଆସବାବପତ୍ର ଓ ରୋଷେଇ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି। ସେହିପରି ପାଖ ଦୋକାନର ଆଂଶିକ କ୍ଷତି ହୋଇଥିବା ଜଣାପଡ଼ିଛି। ରୋଷେଇଆ ରୋଷେଇ କରୁଥିବା ବେଳେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇଥିଲା ଆଉ ସେଥିରେ ନିଆଁ ଲାଗିଯାଇଥିଲା। ପରେ ବିସ୍ଫୋରଣ ଘଟିଥିଲା। ଏଥିରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ଘଟିଥିବା ଅନୁମାନ କରାଯାଉଛି। ଜଗତସିଂହପୁରରୁ ରାକେଶ ଦାସଙ୍କ ରିପୋର୍ଟ, ଖବର ପ୍ଲସ୍ ଓଡ଼ିଶା।